ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନ୍ଏସି ଅନ୍ତର୍ଗତ ପୁରୁଣା ଆଳତୁମା ଗାଁର ଶିକ୍ଷକ ସନାତନ ପଟ୍ଟନାୟକ ପେଶାରେ ଜଣେ ବିଜ୍ଞାନ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ଆଳତୁମା ହାଇସ୍କୁଲରେ ସେ ନିୟୋଜିତ ଅଛନ୍ତି, କିନ୍ତୁ ନିଶା ତାଙ୍କର ତାଳ ଗଛ ଲଗାଇବା। ଗାଁର କିଛି ବନ୍ଧୁ ଏବଂ କୃଷକଙ୍କୁ ନେଇ ଗାଁ ପାଖ ରାମିଆଳ ନଦୀ ପଠାରେ ତାଳ ଗଛ ଲଗାଇବା ଆରମ୍ଭ କରିଦେଇଛନ୍ତି। ଆଜିର ସମାଜରେ ତାଳ ଗଛ ଧୀରେ ଧୀରେ ଲୋପ ପାଇବା ସହିତ ବଜ୍ରାଘାତ ବଡ଼ ବିପତ୍ତି ସୃଷ୍ଟି କରିଛି, ଯାହାକୁ ନେଇ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି ସନାତନ ସାର୍। ଟାର୍ଗେଟ ରହିଛି ଚଳିତ ବର୍ଷ 500ଟି ତାଳଗଛ ରୋପଣ କରିବେ। ତେବେ ନିକଟରେ ଏନେଇ ସରକାର ତାଳଗଛ ପାଇଁ ନୂତନ ସଂସ୍କରଣ ଆଣିଥିବା ବେଳେ ବନ ବିଭାଗ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଥିଲା। ତେବେ ଗାଁ ହେଉ ବା ସହର, ମନ୍ଦିର, ନଦୀ ପଠା ପଡ଼ିଆରେ ଏହି ବୃକ୍ଷ ରୋପଣ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ମୁଁ ଆଳତୁମା ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ। ଆମ ଘର ଏଇ ପୁରୁଣା ଆଳତୁମା। ବର୍ତ୍ତମାନ ଆମର ଯେଉଁ ବୈଜ୍ଞାନିକ ମାନେ ଗବେଷଣା କରି କହିଛନ୍ତି ଯେ ବର୍ତ୍ତମାନ ଅଧିକ ଯେଉଁ ଚଡ଼କ ମାରୁଛି କାରଣ ହେଲା ଜଳବାୟୁ ପରିବର୍ତ୍ତନ। ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ବହୁ ସଂଖ୍ୟାରେ ଚଡ଼କ ମାରୁଛି। ଆଗରୁ ଗାଁ ଗହଳି ବହୁତ ତାଳ ଗଛ ଥିଲା, ସେ ତାଳ ଗଛ ବର୍ତ୍ତମାନ ଆଉ ଦେଖିବାକୁ ମିଳୁନି, ସେ ହାଣି ଦେଇଗଲେଣି। ତେଣୁ ତାଳ ଗଛ ଚଡ଼କ ଏଇଟାକୁ ସେ କରେଣ୍ଟଟାକୁ ଅବଜର୍ଭ କରିନେଉଥିଲା। ବର୍ତ୍ତମାନ ତାଳ ଗଛ ହେବାରୁ ବହୁ ସଂଖ୍ୟାରେ ଚଡ଼କ ମାରୁଛି। ଆମ ଭାରତରେ ରାଜ୍ୟରେ ମଧ୍ୟ ବହୁ ଶହ ଶହ ସଂଖ୍ୟାରେ ପ୍ରତିବର୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି, ଧନଜୀବନ ନଷ୍ଟ ହେଉଛି ବହୁ। ତେଣୁ ତାକୁ ଆମେ ବର୍ତ୍ତମାନ ସରକାର ସେଇଟାକୁ ମଧ୍ୟ ଦେଇଛନ୍ତି। ଆମ ରାଜ୍ୟରେ ସବୁଆଡ଼େ ତାଳ ଗଛ ଲଗାଇବା ପାଇଁ ଯୋଜନା କରିଛନ୍ତି। ତେଣୁ ଆମେ ଏଥିରେ ମଧ୍ୟ ଇନ୍ସପାୟାର ହେଇଛୁ। ତେଣୁ ଏଇଟା କରିବା ପାଇଁ ଆମର ବାପା ମଧ୍ୟ ଆମର ସବୁ ଜାଗାରେ ଲଗେଇଥିଲେ, ଆମେ ମଧ୍ୟ ଚାହିଁଥିଲୁ ଲଗାଇବା ପାଇଁ। ସେଇଟାକୁ ମୁଁ ଏଇ କାର୍ଯ୍ୟକ୍ରମଟା ନେବା ପାଇଁ ଆମେ ତାଳ ଗଛ ଲଗେଇଛୁ। ଆମ ଗାଁର ସାହି ଆମ ଗାଁର ବ୍ୟକ୍ତିମାନେ ମହିଳାମାନେ ମଧ୍ୟ ଏଥିରେ ସହଯୋଗ କରିବା ଆମକୁ କହିଛନ୍ତି। ତେଣୁ ସମସ୍ତେ ସାମୂହିକ ଭାବରେ ଆମେ ଏଇ ବୃକ୍ଷରୋପଣ କରିବୁ। ଆଜିଠୁ ଆରମ୍ଭ ହେଲା। ଅତିକମରେ 500 ଗଛ ଲଗାଇବା ପାଇଁ ଆମେ ଯୋଜନା କରିଛୁ। ତେବେ ଗାଁ ହେଉ ବା ସହର, ମନ୍ଦିର, ନଦୀ ପଠା ପଡ଼ିଆରେ ଏହି ବୃକ୍ଷ ରୋପଣ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ସମସ୍ତେ ତାଳଗଛ ଲଗାଇଲେ ସମାଜରେ ଅନେକ ଛୋଟ ଛୋଟ ଜୀବଙ୍କ ପ୍ରଜାତି ଉଦ୍ଧାର ହୋଇପାରିବ। ଏଥିସହିତ ବଜ୍ରାଘାତ ଭଳି ବଡ଼ ବିପତ୍ତିରୁ ରକ୍ଷା ପାଇପାରିବା। ଏହି ତାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସବୁ ବର୍ଗର ଲୋକ ସାହାଯ୍ୟ କରିଥିଲେ। ମଧୁସୂଦନ ଷଣ୍ଢ, ସାଧାରଣ ସମ୍ପାଦକ, ଆଳତୁମା ଗ୍ରାମ ସଭା। ବର୍ତ୍ତମାନ ଯେତେ ଅଭିଯାନ ଚାଲିଛି, ଏ ଅଭିଯାନ ଯେଉଁ ବୃକ୍ଷରୋପଣ ଅଭିଯାନଟା ସବୁଠୁ ଗୋଟେ ବଡ଼ ଅଭିଯାନ ହେବା ଉଚିତ, ଯେଉଁ ଗଣ ଅଭିଯାନ ହେବା ଉଚିତ, ମହା ଅଭିଯାନ ହେବା ଉଚିତ। କାହିଁକିନା ଆଜି ଯେତେବେଳେ ଗ୍ଲୋବାଲ ୱାର୍ମିଂ ଆମର କବାଟ ଠକ୍ ଠକ୍ କରୁଛି, ସୃଷ୍ଟି ଆସ୍ତେ ଆସ୍ତେ ଧ୍ୱଂସମୁଖୀ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ସବୁ ପ୍ରକାର ଗଛ ଲଗାଇବା ସହିତ ତାଳ ଗଛର କିଛି ବୈଜ୍ଞାନିକ ମହତ୍ତ୍ୱ ଅଛି, ଯେଉଁଟାକି ଆମର ପ୍ରେରଣାଦାୟୀ ଶିକ୍ଷକ ସନାତନ ପଟ୍ଟନାୟକ ତାଙ୍କ ଉଦ୍ୟମରେ ଆରମ୍ଭ କରିଛନ୍ତି ତାଳ ଗଛ ରୋପଣ କାର୍ଯ୍ୟକ୍ରମ, ଯେଉଁଟାକୁ ଆମେ ଆନନ୍ଦର ସହିତ ସହୃଦୟତାର ସହିତ ସ୍ୱାଗତ କରୁଛୁ। ଏବଂ ସେ ତାଙ୍କର ଅଭିଯାନକୁ ଆହୁରି ସକ୍ରିୟ କରନ୍ତୁ। ଆମର ଯଥାସାଧ୍ୟ ତାଙ୍କୁ ସହଯୋଗ ରହିବ। ଗୋଟେ ଭଲ ଉଦ୍ୟମ, ୟାକୁ ଗୋଟେ ମହା ଅଭିଯାନରେ ପରିଣତ କରାଯାଉ, ଏତିକି ଆମର ଇଚ୍ଛା। ହଁ, ସେଇ ପୁରା ଯେଉଁ ବୈଜ୍ଞାନିକ କାରଣ ତକ ରହିଛି, ଘର ବା ଯେଉଁ ଲୋକମାନେ ଗାଈ ଗୋରୁ ଇତ୍ୟାଦି ଚଳକର ସମ୍ମୁଖୀନ, ଆସ୍ତେ ଆସ୍ତେ ବୃକ୍ଷ ସବୁ ଲୋପ ପାଇଯିବା ଖାତିକେ ପ୍ରକୃତି ଯେଉଁ ତାଣ୍ଡବ ରଚନା କରୁଛି, ବିଭିନ୍ନ ସମୟରେ ଲୋକ ବା ଆମର ଜନସମାଜ ହଉ, ଜୀବଜଗତ ହଉ, ଆସ୍ତେ ଆସ୍ତେ ସେଥିରେ କ୍ଷତିଗ୍ରସ୍ତ ହେଉଛି। ତାଙ୍କମାନଙ୍କୁ ଉଦ୍ଧାର କରିବା ପାଇଁ, ତାଙ୍କମାନଙ୍କର ଜୀବନକୁ ଆହୁରି ପ୍ରଲମ୍ବିତ କରିବା ପାଇଁ ଏ ଯେଉଁ ଉଦ୍ୟମ ବହୁତ ଭଲ ଉଦ୍ୟମ। ହେମନ୍ତ କୁମାର ଦାସ, ଘର ଆଳତୁମା, ମୁଁ ଜଣେ କୃଷକ। କ'ଣ କହିବେ, ତାଳ ଗଛ ବୃକ୍ଷରୋପଣ କରୁଛନ୍ତି କାହିଁକି ଏବଂ କ'ଣ ପାଇଁ? ସେ ତାଳ ଗଛ ଅତି ଉପକାରୀ ବୃକ୍ଷ। ତାଳ ଗଛର ସମ୍ପୂର୍ଣ୍ଣ ତା'ର ଅଙ୍ଗଠୁ ଆରମ୍ଭ କରି ସମ୍ପୂର୍ଣ୍ଣ କାର୍ଯ୍ୟ ମାନେ ତା'ର ଉପକାରୀରେ ଲାଗେ। ଏତେ କିନ୍ତୁ ତାଳ ଗଛ ଆସ୍ତେ ଆସ୍ତେ ଲୋପ ପାଇଯାଉଛି। ତାଳ ଗଛ ନାହିଁ ତ ଆଜି ସାଧାରଣତଃ ଗୋଟେ ଦେଖନ୍ତୁ, ତାଳ ଗଛରେ ବାସ କରୁଥିବା ବିଭିନ୍ନ ବାଇ ଚଢ଼େଇଠୁ ଆରମ୍ଭ କରି ବଣି ଚଢ଼େଇଠୁ ବିଭିନ୍ନ ପ୍ରକାର ଚଢ଼େଇ ଆଉ ସେ ନାହାନ୍ତି, ଲୋପ ପାଇଗଲେଣି। ଯେହେତୁ ତାଳ ଗଛ ଲୋପ ପାଇଗଲାଣି, ସେ ଚଢ଼େଇମାନେ ବି ଲୋପ ପାଇଗଲେଣି। ତେଣୁ ତାଳ ଗଛ ଯୋଗୁଁ ମଧ୍ୟ ବୈଜ୍ଞାନିକମାନଙ୍କ ମତରେ ଯେ ବଜ୍ରପାତରୁ ଆମେ ରକ୍ଷା ପାଇବା। ତେଣୁ ବିଭିନ୍ନ ଦିଗରୁ ଚିନ୍ତା କଲେ ଆଜି ତାଳ ଗଛ ଯେଉଁ ରୋପଣ ପାଇଁ ଯେଉଁ ଅଭିଯାନ ଦିଆହେଇଛି, ତାକୁ ଏକ ସ୍ୱାଗତ ଯୋଗ୍ୟ। ଆମର
ବନ୍ଧୁ ଯେହେତୁ ଆମର ଶିକ୍ଷକ ସନାତନ ପଟ୍ଟନାୟକ ଯେଉଁ ପଦକ୍ଷେପ ନେଇଛନ୍ତି ଗ୍ରାମ ତରଫରୁ ମୁଁ ତାକୁ ସ୍ୱାଗତ କରୁଛି ଏବଂ ଶହ ଶହ ଗଛରେ ହଜାର ହଜାର ପରିମାଣ ଗଛରେ ଆମେ ଲଗାଇବା ପାଇଁ ଚେଷ୍ଟା କରୁଛୁ ଏବଂ ତାଳ ଗଛ ଅତି ଉପକାରୀ ଜୀବ ଉପକାରୀ ବୃକ୍ଷ ତେଣୁ ତାକୁ ଆଜି ଲୋକମାନେ କାଟିକିନି ସଫା କରିସାରିଲେଣି କିନ୍ତୁ ପୁଣି ନୂତନ ଯୁବପିଢ଼ିମାନଙ୍କୁ ଆହ୍ୱାନ କରାହେଉଛି ଏ ତାଳ ଗଛ ରୋପଣ କରାଯାଉ। ତାଳ ଗଛ ରୋପଣରେ ବହୁତ ଜୀବଜନ୍ତୁ ଯଥା ବାଇ ଚଢ଼େଇ ବଣି ଚଢ଼େଇଠୁ ଆରମ୍ଭ କରି ସବୁ ଜୀବଜନ୍ତୁ ଆସ୍ତେ ଆସ୍ତେ ପୁଣି ସେଇ ପୁରୁଣା ପିଢ଼ିକି ଫେରିବେ ବୋଲି ଆମର ଆଶା ଓ ବିଶ୍ୱାସ। ମୋତେ ନିବେଦିତା ପାତ୍ର ଏଇ ଗାଁର ଆଳତମା ଗାଁର ବୋହୂ ମୁଁ ସହକାରୀ ଶିକ୍ଷୟିତ୍ରୀ ସାରଙ୍ଗଧର ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ। ଏଇ ତାଳ ଗଛ ଲଗାଇବା ପଛରେ ଆମ ଗ୍ରାମର ଅନ୍ୟତମ ବୈଜ୍ଞାନିକ ଶ୍ରୀଯୁକ୍ତ ସନାତନ ପଟ୍ଟନାୟକ ଆମର ପ୍ରେରଣା ଦାୟୀ। ତାଙ୍କ ଅନୁଗାମୀ ହେଇ ଆମ ଗାଁର ଜନସାଧାରଣଙ୍କୁ ପିଲାମାନଙ୍କୁ ତଥା ଅନ୍ୟ ଜୀବଜନ୍ତୁମାନଙ୍କୁ ବଜ୍ରପାତରୁ ରକ୍ଷା କରିବା ପାଇଁ ଆମେ ଅଧିକରୁ ଅଧିକ ତାଳ ଗଛ ଲଗାଇବା ପାଇଁ ଆଗ୍ରହୀ ହେଇଛୁ ଏବଂ ସମସ୍ତ ମହିଳା ଆମ ଗ୍ରାମରେ ସମସ୍ତେ ଏଥିପାଇଁ ତାଙ୍କୁ କାର୍ଯ୍ୟରେ ସହଯୋଗ କରିବା ପାଇଁ ଅଣ୍ଟା ଭିଡ଼ିଛୁ। କାମାକ୍ଷାନଗରରୁ ସୌମ୍ୟରଞ୍ଜନ ନାୟକଙ୍କ ରିପୋର୍ଟ, ପ୍ରୋ ନ୍ୟୁଜ୍ ପ୍ରତିଦିନ ଓଡ଼ିଶା।